ଆଜି ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ କେବଳ ବିଜେପି ସରକାର ହିଁ ସମବାୟ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି। ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ସରକାର କୃଷି ଋଣକୁ ସରଳୀକରଣ କରିବାକୁ ଯାଇ ତଥାକଥିତ ମହାଜନୀ କାରବାର ସଦୃଶ ଋଣକୁ କୃଷକମାନଙ୍କୁ ମୁକ୍ତି ଦେଇଥିଲେ। କୃଷି ଋଣର ପରିମାଣ ବୃଦ୍ଧି କରିବା ସହ ପ୍ରଚଳିତ 14% ସୁଧ ହାରକୁ ହ୍ରାସ କରି 7% ସୁଧ ପ୍ରଚଳନ କରିଥିଲେ। ଏହା ସହ ଋଣ ଉଠାଣକୁ ସରଳୀକରଣ କରିବାକୁ ଯାଇ କିଷାନ କ୍ରେଡିଟ୍ କାର୍ଡ ମଧ୍ୟ ପ୍ରଚଳିତ କରିଥିଲେ। ପ୍ରଗତି ମୋଦିଙ୍କ ଗ୍ୟାରେଣ୍ଟି ଏ କଥାକୁ ନେଇ ଆଜିର ପ୍ରେସମିଟ୍ ଥିଲା ଏବଂ ଏଠି ସମବାୟ ସମିତିର ସୁଦୃଢ଼ୀକରଣ, ସମବାୟରେ ସଂସ୍କାର, ସାଧୁତା ତଥା ସମବାୟକୁ ମଲ୍ଟି ଡାଇମେନ୍ସନାଲ୍ କରିବାର ଯେଉଁ ଲକ୍ଷ୍ୟ ମୋଦି ସରକାର ନେଇଛନ୍ତି, ନୂତନ ଭାବରେ ସମବାୟ ମନ୍ତ୍ରଣାଳୟ 2021 ମସିହାରେ ମୋଦିଙ୍କ ଦ୍ୱିତୀୟ ପାଳିର ଶାସନ କାଳରେ ଆରମ୍ଭ କରିଛନ୍ତି ଏବଂ ଅମିତ ଶାହାଙ୍କ ଭଳି ଜଣେ ସମବାୟବିତ୍ଙ୍କୁ ସମବାୟ ମନ୍ତ୍ରୀ ହିସାବରେ ଦାୟିତ୍ୱ ଦେଇଛନ୍ତି। ସେ ଉପରେ ନେଇକରି ଆଜି ଆଲୋଚନା ଥିଲା। ସମସ୍ତ ପ୍ରାଇମେରୀ କୋଅପରେଟିଭ୍ ସୋସାଇଟିର ଆର୍ଥିକ ସମୃଦ୍ଧି ପାଇଁ ଏବଂ ତାହାକୁ ଏକ ମଲ୍ଟିପର୍ପଜ୍ କୋଅପରେଟିଭ୍ ସୋସାଇଟିରେ ପରିଣତ କରି ସୋସାଇଟିମାନଙ୍କ ମାଧ୍ୟମରେ ଆର୍ଥିକ ମିନି ବ୍ୟାଙ୍କ ପ୍ରତିଷ୍ଠା, ରୂପେ କ୍ରେଡିଟ୍ କାର୍ଡ଼ର ସୁବିଧା ଏବଂ ପର୍ଯ୍ୟାପ୍ତ ପରିମାଣରେ ଋଣ ବ୍ୟବସ୍ଥା କରିବା ସହିତ ସୋସାଇଟି ମାଧ୍ୟମରେ ପ୍ରାଇମେରୀ ସୋସାଇଟି ଜରିଆରେ CHC ସ୍ଥାପନ ଏବଂ କୃଷକ ବିକାଶ କେନ୍ଦ୍ର ସ୍ଥାପନ, ଭିନ୍ନ ଭିନ୍ନ ସମିତିରେ ଭଣ୍ଡାରଣର ବ୍ୟବସ୍ଥା, ଗୋଦାମ ଘରର ବ୍ୟବସ୍ଥା, ଶୀତଳ ଭଣ୍ଡାରର ବ୍ୟବସ୍ଥା ଏବଂ ତତ୍ସହିତ ଆମର